ମୋ ବୋଉ ମୋ ବୋଉର ଦୁଃଖଭରା ଜୀବନର କାହାଣୀ। ସେ 5 ଭାଇରେ ଗୋଟେ ସବା ସାନ ଭଉଣୀ। ମୋ ଆଈ ତାକୁ କୋଳପୋଛା ପିଲା କହେ ଆଉ ତାକୁ ବହୁତ ଭଲ ପାଏ। ମୋ ବୋଉ ଯେତେବେଳେ 5 ବର୍ଷର ହୋଇଥିଲା ସେତେବେଳେ ମୋ ଅଜା ମରିଗଲେ। ମୋ ବୋଉ ତା ମା ଆଉ ତା ଭାଇମାନଙ୍କ ସହିତ ରହି ବଡ଼ ହେଲା। ସେ 5ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି। ମୋ ଅଜା ଥିଲେ ବୋଧେ ଆଉ ଅଧିକ ପଢ଼ିଥାନ୍ତା। ସେତେବେଳେ ସେ ଭାଇ ଭାଉଜ ଆଉ ମା ସହିତ ଖୁସିରେ ରହୁଥିଲା। ସମୟ ଗଡ଼ି ଚାଲିଲା। ମୋ ଅଜା ଯେଉଁ ମୋ ବୋଉ ପାଇଁ ସମ୍ପତ୍ତି ରଖିଥିଲେ ତାକୁ ମୋ ମାମୁଁମାନେ ବିକି ମୋ ବୋଉର ବିବାହ ଯେମିତି ସେମିତି କରିକି ବିବାହଟା ସାରିଦେଲେ। ମୋ ବୋଉର ଶାଶୁ ଘରେ ଆରମ୍ଭ ହେଲା ଆଉ ଗୋଟେ ନୂଆ ଜୀବନ। ତାର ଶାଶୁ ଶ୍ୱଶୁର ନଥିଲେ, ଯା ଦେଢ଼ଶୁର ଆଉ ନଣନ୍ଦ ଥିଲେ। ନଣନ୍ଦ ବିବାହିତ ଥିଲେ। ମୋ ବୋଉ ତା ଯା ଦେଢ଼ଶୁର ସହିତ ରହିଲେ। ମୋ ବାପା ଘରେ ରହୁନଥିଲେ, ସେ ବାହାରେ ଚାକିରି କରୁଥିଲେ। ମଝିରେ ମଝିରେ ଘରକୁ ଆସୁଥିଲେ। ମୋ ବାପାଙ୍କ ପାଇଁ ତାଙ୍କ ଭାଇ ଭାଉଜ ହିଁ ସବୁ କିଛି ଥିଲେ। ମୋ ବୋଉ କଥା ମୋ ବାପା କିଛି ବି ଶୁଣୁନଥିଲେ। ମୋ ବୋଉର ଦିନଗୁଡ଼ିକ ଶାଶୁଘରେ ଭଲରେ କଟୁନଥିଲା। ମୋ ବୋଉକୁ ଭଲ ଖାଇବାକୁ ବି ଦେଉନଥିଲେ। ରୋଷେଇ ପାଇଁ ଆସୁଥିବା ସଉଦା ଲୁଚେଇ ରଖିଦେଉଥିଲେ। ରୋଷେଇ ପାଇଁ ଯାହା ବି ଦେଉଥିଲେ ରୋଷେଇ ଭଲ ହେଇନି କହି ଗାଳି କରୁଥିଲେ। ମୋ ବୋଉ କାହାକୁ କିଛି ବି କହୁନଥିଲେ। ସମୟ ଗଡ଼ି ଚାଲିଲା। ମୋ ବୋଉ ପେଟରେ ମୋ ଭାଇ ରହିଲେ। ମୋ ବୋଉକୁ ଗର୍ଭ ଅବସ୍ଥାରେ ଅନ୍ଧାର ରାତିରେ କିଛି ବି ଦିଶିଲାନି। ସେତେବେଳେ ବି ତାକୁ କେହି ସାହାଯ୍ୟ କଲେନି। ରାତିରେ ରୋଷେଇ କରିବାକୁ କହି କେହି ବି ପାଖକୁ ଆସୁନଥିଲେ। ମୋ ବୋଉ ନିଜେ ହାତ ମାରି ଖୋଜିକି ରୋଷେଇ କରୁଥିଲେ। ତାପରେ ମୋ ଆଈ ଆସି ମୋ ବୋଉକୁ ସାଙ୍ଗରେ ମାମୁଁ ଘରକୁ ନେଇଯାଇଥିଲେ। ସେଇଠି ମୋ ଭାଇ ଜନ୍ମ ହେଲେ। ମୋ ଭାଇର 21 ପୂଜାକୁ ବି କେହି ଗଲେନି। ମୋ ମାମୁଁଙ୍କ ଘରେ ହିଁ ଆମେମାନେ ଜନ୍ମ ହେଇଛୁ। ଆଉ ବର୍ଷକର ଅଧା ଦିନ ମାମୁଁ ଘରେ ଆମର କଟୁଥିଲା। ମୋ ବାପାଙ୍କର ଆମ ପାଇଁ ସମୟ ନଥିଲା। ମୋ ଆଈ ଆମକୁ ବଡ଼ କରିଛି, ଆମର ଅଧାରୁ ଅଧିକ ଦାୟିତ୍ୱ ତୁଲେଇଛି। ମୋ ଆଈ ମୋ ମାମୁଁମାନଙ୍କୁ ବୋଉ ପାଇଁ ଗୋଟେ ଘର କରିଦେବାକୁ କହୁଥିଲା। କାହିଁକି ନା ଆମ ଗାଁରେ ଆମର ଘର ନଥିଲା। ମାମୁଁମାନେ ହଁ କରିଦେବୁ କହୁଥିଲେ। ମୋ ମାମୁଁ ଘରେ ବହୁତ ଧନ ସମ୍ପତ୍ତି ଥିଲା। ସମୟ ଚକ୍ରରେ ମୋ ଆଈ ଆମକୁ ଛାଡ଼ି ଚାଲିଗଲେ। ସେହିଦିନଠୁ ମୋ ବୋଉର ଯାହା ଟିକେ ସୁଖ ଥିଲା ସେଇଟା ବି ସରିଗଲା। ସେମିତି କଷ୍ଟରେ ଦିନ କଟିଲା। ତାପରେ ମୋ ବାପାଙ୍କର ଦେହ ଖରାପ ହୋଇଗଲା। ସେ ଚାକିରି ଛାଡ଼ି ଘରେ ରହିଲେ। ମୋ ବଡ଼ ବାପା ତାଙ୍କ ପାଖରୁ ଆମକୁ ଅଲଗା କରିଦେଲେ। ଆମର ଚଳିବା ବହୁତ କଷ୍ଟ ହେଇଗଲା। ମୋ ସାନ ମାମୁଁ ଆମ ଦୁଃଖ ସହି ନ ପାରି ବୋଉକୁ କିଛି କିଛି ପଇସା ଦେଉଥିଲେ। ସେଥିରେ ଦୁଃଖେ ସୁଖେ ଚଳି ଯାଉଥିଲୁ। ବର୍ଷା ଦିନ ହେଲେ ଘରେ ପାଣି ବହୁଥିଲା। ଘରେ ସାପ ପୋକ ସବୁ ପଶି ଯାଉଥିଲେ। ବୋଉ ସହି ନ ପାରି ମୋ ମାମୁଁ ଘରକୁ ଗଲା। କିଛି ପଇସା ଦିଅ, ଘର ଗୋଟେ କରିବି କହିଲା। ମୋ ମଝିଆ ମାମୁଁ ମୋ ବୋଉକୁ ଗାଳି କଲେ, ଅପମାନ ଦେଲେ। ବୋଉ କାନ୍ଦି କାନ୍ଦି ଫେରି ଆସିଲା। ମୋ ବୋଉ ସେବେଠୁ ମୋ ମାମୁଁ ଘରକୁ ଯିବା ବନ୍ଦ କରିଦେଲା। ମୋ ମାମୁଁ ଘର ଲୋକ ବି ମୋ ବୋଉକୁ ତାଙ୍କର କିଛି କାମରେ ଡାକିଲେନି। କେଉଁ ପର୍ବପର୍ବାଣୀରେ ପଚାରିଲେନି। ମୋ ସାନ ମାମୁଁ ଖାଲି ମଝିରେ ମଝିରେ କିଛି ପର୍ବପର୍ବାଣୀରେ ପଇସା ପଠାଉଥିଲେ। ମୋ ବୋଉ ମୋ ଆଈ ଅଜାକୁ ମନେ ପକାଇ ବହୁତ କାନ୍ଦୁଛି। ସମୟ ଗଡ଼ି ଚାଲିଛି। ମୋ ଭାଇ ଆଉ ମୁଁ ବଡ଼ ହେଲୁଣି। ମୋ ଭାଇକୁ ନେଇ ବୋଉ ଭାବିଲା ପୁଅ କିଛି କାମ କରିବ, ଘର ଚଳିବ। ତାର ସେ ଆଶା ବି ମଉଳିଗଲା। ମୋ ଭାଇ କିଛି ବି କାମ କରୁନି, କେଉଁଠି ବି ରହିକି କାମ କରୁନି। ବୋଉର ଦୁଃଖ ସରୁନି। ମୋତେ ଯାହା କଷ୍ଟ କରିକି ଗାଁ ସ୍କୁଲରେ 10ମ ପଢ଼େଇ ଦେଲେ। ମୁଁ 10ମ ପାସ୍ କରିକି ପଇସା ଅଭାବରୁ ଆଉ ପଢ଼ିପାରିଲିନି। ଘରେ ରହିଲେ। ମୋ ବୋଉର ଦୁଃଖ ବଢ଼ି ଚାଲିଛି, ହେଲେ କମୁନି। ସେମିତି ଗୋଟେ ଭଙ୍ଗା ଘରେ ଆମେ 4 ଜଣ ରହୁଛୁ। ବଞ୍ଚିବା ପାଇଁ ସଂଘର୍ଷ କରୁଛୁ। ଖାଲି ଅପେକ୍ଷା କରିଛି ସେଇ ନୀଳାଚଳ ଧାମର ଜାଗାକୁ। ମୋ ବୋଉର ଦୁଃଖ ସେ କେବେ ଶୁଣିବ। ମୁଁ କିଛି କରିପାରିଲେ ହୁଏତ ଆମ ଘର ପରିସ୍ଥିତି ବଦଳି ଯାଆନ୍ତା। ହେଲେ ଝିଅ ପିଲା, ତୁ ବାହାରେ ସୁରକ୍ଷିତ ନୁହଁ କହି ମୋ ଘରୁ କୁଆଡ଼େ ଯିବାକୁ ଦଉନି। ମୋର ଜଗା ଉପରେ ବିଶ୍ୱାସ ଭରସା ଅଛି। ସେ ଆମ ଡାକ ଶୁଣିବ, ମୋ ବୋଉର ଦୁଃଖ ଦୂର କରିବ। ଏ ଖରାପ ସମୟ ସରିଯିବ। ଆପଣମାନେ ଏମିତି ରିଅଲ୍ ଷ୍ଟୋରି ଶୁଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରି ରଖନ୍ତୁ, ଯାହାଫଳରେ ଆମର ସମସ୍ତ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ରହିଲି, ନମସ୍କାର।